ମହିଳା ସଭାପତି କି କହିବ ଆଇ ଲଭ୍ ୟୁ ଲଭ୍ ୟୁ। ସେ କହି କହିକିରି ସେମିତି ପାଗଳା ହେଇଗଲେ ବି କିଛି ଫରକ ପଡିବନି। କାହିଁ ଆମେ ତ ସବୁ ଲୋକ ଥେବେ କହିବୁ। କଣ କହିବ? ମହିଳା ସଭାପତି ଆଇ ଲଭ୍ ୟୁ। କହି ସାର ଆଗ ତାପରେ କଣଟା ହବ ତମେ ଜାଣିବନି। କିଛି ନାହିଁ ତମେ ଦେଇଦେଇ ପାଟକୁରା ଥାନାରେ ଏଫଆଇଆର ଟା ଦବ। ଯାଇ ସେଇ ଯାକେ ଯିବ ଆଉ କୋଉ ଯାକେ ଯିବ। ଥାନା ଟା ତ ତମର ଆଉ ନା କଣ? ହଁ। ହଉ। ଯାଇ ତମେ ସେଇ ଯାକେ ଯିବ। ବବୁଲ ଭାଇଙ୍କ ଆଗରେ ସବୁ କଥା କୁହାହବ ମୁଁ କହିବି ମତେ ଭାଇ ଏଇଭଳିଆ କଥାବାର୍ତ୍ତା କରୁଛନ୍ତି। ବାସ୍ ଏତିକି ମୁଁ ତୋ ପାଟିରୁ ଟିକେ ଶୁଣିବାକୁ ଚାହୁଁଛି। ହଉ ଏହା କହିଲେ ଭାଇ କେତେବେଳେ କହିଛନ୍ତି ତମକୁ ଏଇସବୁ କଥା ମତେ କହିବାକୁ ସେଇଠି କହିବନି କି ରୁହ ବ୍ୟସ୍ତ କାହିଁକି। ତୁ ଏତିକି ଖାଲି ଟିକେ ଭାଇକି କହିଦେଲେ ହୁଁ ଆରେ ମୁଁ ଶାନ୍ତି। ଆପଣ ଏଇଟା କହିନାହାନ୍ତି ମନକୁ କହୁଛନ୍ତି। ମୁଁ ମନକୁ ଭାଇ ନା ମିଛରେ କହିବି। ହଉ ଲୋ ମା ଆଉ 4 ଦିନ। 4 ଦିନ କଣ ହବ? ଆଇ ଲଭ୍ ୟୁ। 4 ଦିନରେ? 4 ଦିନରେ ଆଇ ଲଭ୍ ୟୁ ସମସ୍ତଙ୍କ ଆଗରେ। ଆଇ ଲଭ୍ ୟୁ ରାଜ। କେମିତି ଭାଇ ମତେ କହିଲା ତୁ ଏ କଥା କହ ବୋଲି। ଭାଇଙ୍କ ନାଁରେ ପାରିବ ଭାଇ କହିଦେଲେ। ମୁଁ ଏତେ ବଡ କଥା କହିପାରିବି ଭାଇ କହିନି ମୁଁ ମନକୁ କହୁଛି। ହୁଁ ଭାଇ କାହିଁ କହିଲେ କଣ ଗୋଟେ କଥା ପଢିଥିବ ଭାଇ କଣ କହିଥିବେ। ଭାଇ ସେମିତି ମନକୁ କହିଦେଲେ। ଭାଇ ଜାଣିଲା ତାର ତ ଯୋଡିଟା ଭଲ। ହୁଁ କାଇଁ ମୁଁ ତ ଆପଣଙ୍କ ସାଙ୍ଗରେ କୋଉ ଦିନ କୋଉଠି କିଛି ତ ଯାଇନି କିଛି ନାଇଁ। ସିଏ ମୋର ଅଥରିଟି ମୁଁ ତା ଆଗରେ କହୁଥିଲି ଏଇ କଥା। ହୁଁ ଆ ମନକୁ କହିଦେଲେ ଭାଇ କହିଲେ ଅଥରିଟି ଚାଲେ ଆମେ ଲକ୍ଷ୍ମୀକି ଏଇ କଥା କହିବୁ। ହଁ କହିଲେ ଶଶା ମହିଳା ସଭାପତି କି କହିବୁ ଆଇ ଲଭ୍ ୟୁ। କହିଥିଲେ ହୁଁ ହଁ ମୁଁ କହିଲି କହିଥିଲେ। ଭାଇ ମୁଁ କହିଲି କଣ ପାଇଁ ନା ମତେ ରିଟର୍ଣ କଥା କହ ନା ମୁଁ ଯାହା କହୁଛି ସେଇଆ କର। ମୁଁ କହିଲି ହଉ ଭାଇ। ଏଇଆ କହିଛନ୍ତି? ଆଉ ସେ ଯଦି କହିବ ତୁ ଗଡିଆକୁ ଡେଇଁ ପଡ ମୁଁ ଡେଇଁ ପଡିବି ନା। ହଉ। ଆଉ ସେ ଏଇ କଥାଟା କହିଲା ମତେ କହିବାକୁ କଣ କଷ୍ଟ ହେଲା। ଆଚ୍ଛା ଆଉ ଗୋଟେ କଥା କଣ କହିଛନ୍ତି କହିବାକୁ? ସେଇଟା କହିବି କହୁନା ଟିକେ ମୁଁ ଏ ଶୁଣେ। କଥା ଏ କଥାଟା ତୋର ବିଶ୍ୱାସ ହେଲେ ତ ମୁଁ ପୁଣି ସେ କଥା ନାଇଁ କହିବି। ନାଇଁ ମୋର ଏ କଥା ବିଶ୍ଵାସ ବି ହଉନି ନାହିଁ। ଆଉ ହଉନି ଯଦି ସେ କଥା କାଇଁ କହିବି। ଗୋଟେ ମନକୁ ପାଇଲା ଭଳିଆ କଥା କହିଲେ କି ବିଶ୍ଵାସ କରିବ ନା ଆଉ। ଅସମ୍ଭବ ମନକୁ କଥାଟା କଣ କହିବ। ଭାଇ ଏ କଥାଟା କହିଲା ଏଟା ମନକୁ ପାଇବା କଥା ନୁହଁ ଯେ ତୋର ମନକୁ ପାଉନି। ନାଇଁ ନାଇଁ ଏଇଟା ମୋ ମନକୁ ପାଉନି। ନା ପାଉନଥିବ। ପର ସ୍ତ୍ରୀ କି କେବେ କାହିଁ ଭାଇ କହିବ ଯାହା କହିବ ଆଇ ପର ଲଭ୍ ୟୁ ସ୍ତ୍ରୀ ବୋଲି। କି କଣ ଏତେ ଟିକେ ଘିନି ଆଇଲା ନା ତତେ କିଏ ରଖିଦେଲା। ଆଉ ଭାଇ କାହିଁ କହିବ ଆଇ ଲଭ୍ ୟୁ କହ ବୋଲି। ଆଇ ଲଭ୍ ୟୁ ତ ବୁଝିପାରିଲୁନୁ ମାନେ ମୁଁ ତତେ ଭଲ ପାଏ। ଆଉ ମୁଁ କଣ ବୁଝିପାରିଲିନି ଓଡିଆରେ ସେଇଟା ମୁଁ ତମକୁ ଭଲ ପାଏ ମୁଁ ତମକୁ କାଇଁ ଭଲ ପାଇବି। ସେଟା ସେ ଆଇ ଲଭ୍ ୟୁ ଟା ବିଭିନ୍ନ ଷ୍ଟେଜ ସବୁ ଥାଏ। ହୁଁ। 16-17 ବର୍ଷ ଗୋଟେ ଟୋକା ଯଦି କହିବ ହୁଁ ତାକୁ ବାହା ହବ କି କଣ ପ୍ରପୋଜ କଲା କି କଣ କଲା। ହୁଁ 40 ତତେ 56 ମତେ ମୁଁ ଆଇ ଲଭ୍ ୟୁ କହୁଛି କଣ ତତେ ବାହା ହେବି। ନାଇଁ ତ। ଆଉ। ଆଉ କହୁଛୁ କାହିଁକି? ମତେ ଭାଇ କହିଲା କହିବା ମୁଁ କହିଲି। ଭାଇ କହିଲେ ବୋଲି କହିଦେଲ। ହୁଁ ମୁଁ ତାକୁ ପଚାରିବି ପଛରେ ଗଲେ। ଭାଇ ହଁ ମତେ କାହିଁ କହିଲ କହିବାକୁ ସେଇଟା ହଁ ଯେତେବେଳେ ଭାଇ ଯେତେବେଳେ କହିଲେ କହିବାକୁ କାଇଁ ପଚାରିଲନି କି ଭାଇ ମୁଁ କାହିଁ ଏ କଥାଟା କହିବି ନାଇଁ ନାଇଁ କହିଲ। ମୁଁ ପଚାରିବି କଣ ତୁ ମତେ କିଛି କହିନଥିଲୁ ମୁଁ କେମିତି କହିବି। କଣ ମୁଁ କହିବି ମୁଁ ଆରେ କଣ ଜାଣିଛି ଆପଣ ମତେ ଏଇ କଥା କହିବେ ବୋଲି ଆରେ କହିଥାନ୍ତି। ମୁଁ କଣ ଜାଣିଛି ତୁ ମତେ କହୁଛୁ ଯେ ମୁଁ ତମକୁ ଭଲ ପାଉନି ବୋଲି ମୁଁ ଜାଣିଲି ନା ଆଉ। ହୁଁ ମୁଁ ପୁଣି ଭାଇ କହିବି ଭାଇ ତମେ ଯୋଉ କଥା କହିଥିଲ ମୁଁ କହିଲି ହୁଁ ସିଏ କାହିଁ ଗ୍ରହଣ କଲାନି। ହଁ ଠିକ ତାପରେ ଭାଇ ତ ଆଉ କଣ କହିବ ମତେ। ହୁଁ।